ତୁମେ ଯାହାକୁ ନିଜର ବୋଲି ଧରି ଏତେ ଗର୍ବ କରୁଛ, ଥରେ ଶାନ୍ତ ହେଇ ବସ ଏବଂ ଭାବ ସେଟା ସତରେ କେତେ ଦିନ ପର୍ଯ୍ୟନ୍ତ ତୁମ ସହିତ ରହିବ। ତୁମ ମୁହଁର ସୌନ୍ଦର୍ଯ୍ୟ, ଶରୀରର ଶକ୍ତି, ଧନ, ପଦ, ନାମ, ସମ୍ମାନ ଏସବୁ କାହାକୁ ଚିରଦିନ ପାଇଁ ମିଳିନାହିଁ। ଆଜି ଯାହା ଅଛି କାଲି ହୋଇଥାଇ ନପାରେ। ତାହେଲେ ଏତେ ଅହଙ୍କାର କାହିଁକି? ଏ ଜୀବନ ଆମକୁ ବହୁତ କିଛି ଦେଇଥାଏ, କିନ୍ତୁ ଗୋଟିଏ କଥା ସଦାବେଳେ ମନେ ରଖିଥିବ, ଯାହା କିଛି ମିଳିଛି ସେସବୁ ଅସ୍ଥାୟୀ। ଆଜି ତୁମେ ଉପରେ ଅଛ, କାଲି କାହାର ହାତ ତୁମକୁ ଧରି ଉଠିବାକୁ ପଡ଼ିପାରେ। ଜୀବନରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଥୋଡ଼ା ସଫଳତା ପାଇଲେ ନିଜକୁ ସବୁଠାରୁ ବଡ଼ ଭାବିବା ଆରମ୍ଭ କରନ୍ତି। ସେମାନେ ଭୁଲି ଯାଆନ୍ତି ଯେ ଯେଉଁ ସିଢ଼ି ଚଢ଼ି ଉପରେ ଗଲେ ସେ ସିଢ଼ିକୁ ଲାତ ମାରିଦେଲେ ଗୋଟେ ଦିନ ନିଜେ ପଡ଼ିବାକୁ ପଡ଼ିବ। ଅହଙ୍କାର ମଣିଷକୁ ଅନ୍ଧା କରେ। ସେ ନିଜର ତ୍ରୁଟି ଦେଖିପାରେ ନାହିଁ, ଅନ୍ୟମାନଙ୍କର ମୂଲ୍ୟ ବୁଝିପାରେ ନାହିଁ। ଯେଉଁ ମଣିଷ ନମ୍ରତା ହରାଇ ଦିଏ ସେ ଆସ୍ତେ ଆସ୍ତେ ସମ୍ପର୍କ ହରାଏ, ଲୋକମାନଙ୍କର ଭଲ ପାଇବା ହରାଏ, ଶେଷରେ ନିଜର ଶାନ୍ତିକୁ ମଧ୍ୟ ହରାଇ ଦିଏ। ତୁମେ ଭାବୁଛ ତୁମ ପାଖରେ ଧନ ଅଛି, କିନ୍ତୁ ଧନର ଶକ୍ତି କେତେ ଦିନ? ଧନ ଶରୀରକୁ ଔଷଧ କିଣି ଦେଇପାରେ, କିନ୍ତୁ ସୁସ୍ଥତା କିଣିପାରେ ନାହିଁ। ଧନ ବଡ଼ ଘର ତିଆରି କରିପାରେ, କିନ୍ତୁ ଘର ଭିତରେ ଶାନ୍ତି ଆଣିପାରେ ନାହିଁ। ଧନ ଲୋକଙ୍କୁ ଚାରି ପାଖରେ ଆଣିପାରେ, କିନ୍ତୁ ସତ ଭଲ ପାଇବା କିଣିପାରେ ନାହିଁ। ତାହେଲେ ଏହି ଧନ ପାଇଁ ଅହଙ୍କାର କରି କ'ଣ ଲାଭ ହେବ? ତୁମେ ଭାବୁଛ ତୁମର ଶରୀର ଶକ୍ତିଶାଳୀ, କିନ୍ତୁ ଜୀବନ ଗୋଟିଏ ମୁହୂର୍ତ୍ତ ମଣିଷକୁ ବିଛଣାରେ ଫେଲାଇ ଦେଇପାରେ। ଯେଉଁ ଲୋକ ଗତକାଲି ପର୍ଯ୍ୟନ୍ତ ଦୌଡ଼ୁଥିଲା ସେ ଆଜି ଧୀରେ ଚାଲୁଛି। ଯେଉଁ ଲୋକ ନିଜ ଶକ୍ତିରେ ଗର୍ବ କରୁଥିଲା ସେ ଆଜି ଅନ୍ୟର ସାହାଯ୍ୟ ଚାହୁଁଛି। ସମାଜ ଯେତେବେଳେ ଶିଖାଏ ଅହଙ୍କାର ନିଜେ ଭାଙ୍ଗିଯାଏ। ତୁମେ ଯଦି ସୌନ୍ଦର୍ଯ୍ୟ ପାଇଁ ଗର୍ବ କରୁଛ, ତେବେ ମନେ ରଖ ମୁହଁର ରୂପ ବୟସର ସାମ୍ନାରେ ରହିପାରେ ନାହିଁ। ସମାଜ ଦେହକୁ ବଦଳାଇ ଦିଏ, ଚମକ ଧୀରେ ଧୀରେ କମିଯାଏ, କିନ୍ତୁ ଯଦି ମନ ସୁନ୍ଦର ହୁଏ ସେ ସୌନ୍ଦର୍ଯ୍ୟ ଜୀବନଭର ରହେ। ତେଣୁ ବାହାର ରୂପରେ ନୁହେଁ, ଭିତର ମନରେ ଗର୍ବ କର। ଅନେକ ଲୋକ ଜ୍ଞାନ ପାଇଁ ଅହଙ୍କାର କରନ୍ତି, କିନ୍ତୁ ସତଜ୍ଞାନୀ କେବେ ଅହଙ୍କାର ହୁଅନ୍ତି ନାହିଁ। ଯେଉଁଠାରେ ଜ୍ଞାନ ଥାଏ ସେଠାରେ ନମ୍ରତା ଥାଏ, ଯେଉଁଠାରେ ଅହଙ୍କାର ଥାଏ ସେଠାରେ ଅପୂର୍ଣ୍ଣତା ଲୁଚିଥାଏ। କାରଣ ସତଜ୍ଞାନୀ ଜାଣେ ସେ ଏହି ବିଶ୍ୱରେ ଶିଖିବାକୁ ଅନେକ କିଛି ଅଛି। ତୁମେ ଯଦି ଭାବୁଛ ତୁମେ ସବୁଠାରୁ ବଡ଼, ତେବେ ଆକାଶକୁ ଦେଖ, ତାରାମାନେ ଚମକୁଛନ୍ତି, କିନ୍ତୁ ସେମାନେ ଶବ୍ଦ କରୁନାହାନ୍ତି। ସମୁଦ୍ର ଗଭୀର, କିନ୍ତୁ ନିଜ ଗଭୀରତାର ଗର୍ବ କରେନି। ବୃକ୍ଷ ଫଳ ଦେଲେ ନମିଯାଏ। ପ୍ରକୃତି ଆମକୁ ଶିଖାଏ ଯେଉଁଠାରେ ସତ ମହତ୍ଵ ଥାଏ ସେଠାରେ ନମ୍ରତା ଥାଏ। ଜୀବନରେ ଯେଉଁମାନେ ଅହଙ୍କାର କରନ୍ତି ସମାଜ ସେମାନଙ୍କୁ ଶାନ୍ତ ଭାବରେ ଉତ୍ତର ଦିଏ, କାରଣ ସମାଜ ସବୁଠାରୁ ବଡ଼ ଶିକ୍ଷକ। ଆଜି ଯେଉଁ ଲୋକ ତୁମ ସାମ୍ନାରେ ଛୋଟ ଲାଗୁଛି, କାଲି ସେ ତୁମଠାରୁ ବଡ଼ ହୋଇପାରେ। ତେଣୁ କାହାକୁ ଛୋଟ ଭାବନି, କାହାର ଅପମାନ କରନି। ଜୀବନର ଚକ୍ର ଘୁରୁଛି। ଅହଙ୍କାର ମଣିଷକୁ ଏକା କରିଦିଏ। ଆରମ୍ଭରେ ଲାଗେ ମୁଁ ସବୁ କିଛି, କିନ୍ତୁ ଧୀରେ ଧୀରେ ଲୋକ ଦୂରେଇ ଯାଆନ୍ତି, କାରଣ କେହି ଅହଙ୍କାରୀ ମଣିଷ ପାଖରେ ଦୀର୍ଘ ସମୟ ରହିବାକୁ ଚାହେଁ ନାହିଁ। ସବୁଠାରୁ ଶକ୍ତିଶାଳୀ ସମ୍ପର୍କ ନମ୍ରତାରେ ଗଢ଼ାଯାଏ। ତୁମେ ଯଦି ଆଜି ନମ୍ର ହେବ, ତୁମ ସଫଳତା ଆଉ ବଡ଼ ହେବ, କାରଣ ନମ୍ର ମଣିଷ ସବୁଠାରୁ ଅଧିକ ଶିଖେ। ସେ ଲୋକଙ୍କୁ ସମ୍ମାନ ଦିଏ, ଲୋକ ମଧ୍ୟ ତାଙ୍କୁ ହୃଦୟରୁ ସମ୍ମାନ କରନ୍ତି। ଯେଉଁ ମଣିଷ ନିଜ ସଫଳତା ପରେ ମଧ୍ୟ ସରଳ ରୁହେ ସେ ଜୀବନରେ ଦୀର୍ଘ ସମୟ ଧରି ଉଚ୍ଚରେ ରହେ। ଦେଖ, ତୁମ ଜନ୍ମ ସମାଜରେ ତୁମ ହାତ ଖାଲି ଥିଲା, ଯିବା ବେଳେ ମଧ୍ୟ ଖାଲି ହାତରେ ଯିବ। ତା ମଧ୍ୟରେ ଯାହା ମିଳିଛି ସେ ସବୁ କେବଳ କିଛି ଦିନର ଦାୟିତ୍ୱ। ତାହାକୁ ନେଇ ଅହଙ୍କାର କଲେ କିଛି ଅର୍ଥ ନାହିଁ, ବରଂ ଯାହା ମିଳିଛି ସେଥିରେ କୃତଜ୍ଞ ହୁଅ। ଅହଙ୍କାର ଶବ୍ଦ ବଡ଼ ହୁଏ, କିନ୍ତୁ ନମ୍ରତାର ପ୍ରଭାବ ଅଧିକ ଗଭୀର। ଲୋକ ତୁମ କଥାକୁ ନୁହେଁ ତୁମ ବ୍ୟବହାରକୁ ମନେ ରଖନ୍ତି। ତୁମେ କେତେ ବଡ଼ ହେଲେ ମଧ୍ୟ ଯଦି ତୁମ ହୃଦୟ ଛୋଟ, ତେବେ ସେ ବଣପଡ଼ର ମୂଲ୍ୟ ନାହିଁ। ଗୋଟେ ଦିନ ସବୁ କିଛି ଶାନ୍ତ ହୋଇଯିବ। ତୁମର ନାମ, ଧନ, ପଦ ସବୁ ପଛରେ ରହିଯିବ। କେବଳ ଲୋକ ମନେ ରଖିବେ ତୁମେ କିପରି ମଣିଷ ଥିଲ। ତୁମେ କାହାକୁ ସମ୍ମାନ ଦେଇଥିଲ କି? କାହାର ଆଖିର ଲୁହ ପୋଛିଥିଲ କି? କାହାକୁ ଛୋଟ କରିଥିଲ କି? କାହାକୁ ଉଠାଇ ଦେଇଥିଲ କି? ତେଣୁ ନିଜକୁ ପଚାର, ମୋ ପାଖରେ ସତରେ କ'ଣ ଅଛି ଯାହା ପାଇଁ ଏତେ ଅହଙ୍କାର? ଯଦି ସବୁ କିଛି ସମାଜର, ତେବେ ମୋର କ'ଣ? ଏ ପ୍ରଶ୍ନ କେବଳ ହୃଦୟରେ ଜନ୍ମ ନେବ। ଅହଙ୍କାର ଆପେ ଆପେ ଭାଙ୍ଗିଯିବ। କେବେ କେବେ ଜୀବନ ଆମକୁ ଏମିତି ଏକ ସ୍ଥାନରେ ଆଣି ଛିଡ଼ା କରିଦିଏ ଯେଉଁଠାରେ ଆମେ ନିଜକୁ ଦେଖିବାକୁ ବାଧ୍ୟ ହେଉ। ସେଠାରେ ନା ଧନ କାମ କରେ, ନା ପଦ, ନା ଗର୍ବ, ନା ଅହଙ୍କାର। ସେଠାରେ କେବଳ ଗୋଟେ ସତ୍ୟ ଦିଶେ, ମଣିଷ ଯେତେ ବଡ଼ ଭାବୁନା କାହିଁକି ସମାଜ ତାଠାରୁ ସବୁବେଳେ ବଡ଼। ଯେତେବେଳେ ସମାଜ ପ୍ରଶ୍ନ କରେ ସେତେବେଳେ ଅହଙ୍କାର କୌଣସି ଉତ୍ତର ଦିଏ ନାହିଁ। ଯେ ମଣିଷ ନିଜକୁ ସବୁଠାରୁ ଶକ୍ତିଶାଳୀ ଭାବୁଥିଲା ସେ ମଧ୍ୟ ଗୋଟେ ଦିନ ବୁଝିଯାଏ ଜୀବନର ମୂଲ୍ୟ ବଡ଼ ହେବାର ନୁହେଁ, ସରଳ ହେବାରେ ଅଛି। ଅହଙ୍କାର ମଣିଷକୁ କେବଳ ଅନ୍ୟମାନଙ୍କଠାରୁ ଦୂରେଇ ନେଇଯାଏ ନାହିଁ, ନିଜ ଆତ୍ମାକୁ ମଧ୍ୟ ଦୂରେ କରିଦିଏ। ଯେତେବେଳେ ମଣିଷ ନିଜର ମୂଲ୍ୟକୁ ଭୁଲି ନିଜ ପାଖରେ ଥିବା ଜିନିଷ ଗର୍ବ କରିବାକୁ ଲାଗେ ସେତେବେଳେ ସେ ମନର ଶାନ୍ତିକୁ ହରାଇ ଦିଏ।
କାରଣ ଅହଙ୍କାର ସବୁବେଳେ ଭୟରେ ବଞ୍ଚେ। କେଉଁଠି କିଏ ମୋତେ ଛାଡ଼ିଯିବନି ତ, କେଉଁଠି ମୋର ସ୍ଥାନ କମିଯିବନି ତ, କେଉଁଠି ଲୋକେ ମୋତେ ଛୋଟ ଭାବିନି ତ, ଏହି ଭୟ ମଣିଷକୁ ଭିତରେ ଦୁର୍ବଳ କରିଦିଏ। ଦେଖ, ଯେଉଁ ମଣିଷ ଯେତେ ବେଶୀ ଶାନ୍ତ ସେତେ ବେଶୀ ଗଭୀର। ଯେଉଁ ବୃକ୍ଷରେ ଫଳ ଥାଏ ସେ ବୃକ୍ଷ ନମିଯାଏ, ଖାଲି ଡାଲା ହିଁ ଆକାଶକୁ ଉଡ଼ି ରହେ। ଜୀବନ ମଧ୍ୟ ଠିକ୍ ସେହିପରି। ଯାହାର ଭିତରେ ସତ୍ୟ ଶକ୍ତି ଅଛି ସେ ଚିତ୍କାର କରି ନିଜକୁ ପ୍ରମାଣ କରେ ନାହିଁ। ସେ ନିଜ କାମରେ ପ୍ରମାଣ କରେ, ନିଜର ବ୍ୟବହାରରେ ପ୍ରମାଣ କରେ, ନିଜ ନମ୍ରତାରେ ପ୍ରମାଣ କରେ। ଗୋଟେ ଦିନ ତୁମେ ଯାହାକୁ ନିଜର ବୋଲି ଭାବୁଛ ସେସବୁ ତୁମ ହାତରେ ଖସିଯିବ। ଏହି ଶରୀର, ଏହି ଯୌବନ, ଏହି ସଫଳତା, ଏହି ପ୍ରଶଂସା ସବୁକିଛି ଗୋଟେ ଦିନ ସମାଜର ସହିତ ଶାନ୍ତ ହୋଇଯିବ। କିନ୍ତୁ ତୁମ ବ୍ୟବହାର, ତୁମ ହୃଦୟ, ତୁମ ଦୟା ଏସବୁ ଲୋକମାନଙ୍କ ମନରେ ରହିଯିବ। ଲୋକେ ତୁମ ଧନକୁ ମନେ ରଖିବେ ନାହିଁ, କିନ୍ତୁ ତୁମ ନମ୍ରତାକୁ ମନେ ରଖିବେ। ଲୋକେ ତୁମ ଗାଡ଼ିକୁ ମନେ ରଖିବେ ନାହିଁ, କିନ୍ତୁ ତୁମ କଥାର ଉଷ୍ମତାକୁ ମନେ ରଖିବେ। ଅନେକ ସମାଜରେ ମଣିଷ ଭାବେ ମୁଁ ବଡ଼, ମୋ ପାଖରେ ସବୁକିଛି ଅଛି, ମୋତେ ସବୁକିଛି ଅଧିକ ମାନ ସମ୍ମାନ ମିଳୁଛି। କିନ୍ତୁ ସେ ଭୁଲିଯାଏ ଯେ ଯେଉଁ ଲୋକ ଆଜି ତାଲି ମାରୁଛନ୍ତି ସମାଜ ବଦଳିଲେ ସେମାନେ ଚୁପ୍ ହୋଇଯିବେ। ସେତେବେଳେ ତୁମ ସହିତ ରହିବ କେବଳ ତୁମର ସ୍ୱଭାବ। ଯଦି ସ୍ୱଭାବରେ ଅହଙ୍କାର ଥାଏ ତେବେ ତୁମେ ଏକା ହେବ। ଯଦି ସ୍ୱଭାବରେ ନମ୍ରତା ଥାଏ ତେବେ ଲୋକେ ତୁମକୁ କେବେ ଛାଡ଼ିଯିବେନି। ଅହଙ୍କାରର ସବୁଠାରୁ ବଡ଼ ଭୁଲ ହେଉଛି ସେ ମଣିଷକୁ ଶିଖିବାକୁ ରୋକିଦିଏ। ଯେଉଁ ମଣିଷ ଭାବେ ସେ ସବୁ ଜାଣେ ସେ ନୂଆ କିଛି ଶିଖିପାରେ ନାହିଁ। ଯେ ମଣିଷ ଭାବେ ସେ କେବେ ଭୁଲ କରେ ନାହିଁ ସେ ନିଜର ଭୁଲକୁ ଦେଖିପାରେ ନାହିଁ। ତାପରେ ଜୀବନ ନିଜେ ତାକୁ କଠିନ ପାଠ ପଢ଼ାଏ ଏବଂ ସମାଜର ପାଠ ସବୁବେଳେ ଗଭୀର ହୁଏ। ତୁମେ ଦେଖିଦେବ ଯେତେ ଲୋକ ଆରମ୍ଭରେ ବହୁତ ଉଚ୍ଚକୁ ଯାଆନ୍ତି କିନ୍ତୁ ଅହଙ୍କାର ସେମାନଙ୍କୁ ଧୀରେ ଧୀରେ ତଳକୁ ଆଣିଦିଏ। କାରଣ ସେମାନେ ନମ୍ରତା ନାହିଁ, ସେଠାରେ ସଫଳତା ଦୀର୍ଘ ସମୟ ରହେ ନାହିଁ। ଯେଉଁ ମଣିଷ ଉପରକୁ ଯାଇ ମଧ୍ୟ ମାଟିକୁ ଛୁଇଁ ରହେ ସେ ମଣିଷ ଦୀର୍ଘ ସମାଜ ଧରି ଉଚ୍ଚରେ ରୁହେ। ନିଜକୁ ପଚାର, ମୁଁ କାହା ପାଇଁ ଏତେ ଅହଙ୍କାର କରୁଛି? ଏ ମୋହ ପାଇଁ? ଏହା ଏକ ଦିନ ବଦଳିଯିବ। ଏ ଶରୀର ପାଇଁ? ଏ ଗୋଟେ ଦିନ ଦୁର୍ବଳ ହେବ। ଏ ଧନ ପାଇଁ? ଏହା ଏକ ମୁହୂର୍ତ୍ତରେ ହରାଇ ଯାଇପାରେ। ଏହି ପଦ ପାଇଁ? ଏହା ଗୋଟିଏ ଦିନ ଅନ୍ୟ କାହାର ହୋଇଯିବ। ତାହେଲେ ସତରେ ଗର୍ବ କ'ଣ? ଯଦି କିଛି ଗର୍ବ କରିବାର ଅଛି ତାହେଲେ ନିଜର ସତ୍ୟତାକୁ କର, ନିଜର ପରିଶ୍ରମକୁ କର, ନିଜର ଭଲ ହୃଦୟକୁ କର। ଜୀବନ ଅନେକ ବେଳେ ମଣିଷକୁ ନିମ୍ନ ସ୍ଥାନକୁ ଉଠାଇ ଦିଏ, କିନ୍ତୁ ଜୀବନ ଏହା ମଧ୍ୟ ଦେଖେ ଉପରକୁ ଯାଇ ତୁମେ କେତେ ମାନବିକ ରହିଲ। ତୁମେ କି ତୁମ ପୁରୁଣା ଦିନକୁ ମନେ ପକାଇ ରଖିଲ? ତୁମେ କି ତୁମ ସାହାଯ୍ୟ କରୁଥିବା ଲୋକଙ୍କୁ ସମ୍ମାନ ଦେଲ? ତୁମେ କି ତୁମଠାରୁ ଛୋଟ ଲୋକଙ୍କୁ ମଧ୍ୟ ମଣିଷ ଭାବରେ ଦେଖିଲ? ଏହି ପ୍ରଶ୍ନର ଉତ୍ତର ହିଁ ତୁମର ମୂଲ୍ୟ। ଅହଙ୍କାର ଏକ ଅଦୃଶ୍ୟ ଅଗ୍ନି, ବାହାରୁ ଦିଶେ ନାହିଁ କିନ୍ତୁ ଭିତରୁ ସବୁକିଛି ପୋଡ଼ି ଦିଏ। ସମ୍ପର୍କ ପୋଡ଼ି ଦିଏ, ମନର ଶାନ୍ତି ପୋଡ଼ି ଦିଏ, ଆନନ୍ଦ ପୋଡ଼ି ଦିଏ ଏବଂ ଶେଷରେ ମଣିଷ ବୁଝେ ଯାହାକୁ ଧରି ରଖିଥିଲି ସେଇଟା ମୋତେ ଖାଲି କରିଦେଲା। ନମ୍ରତା କେହି ମଣିଷକୁ ଛୋଟ କରେନି, ବରଂ ନମ୍ରତା ମଣିଷକୁ ସବୁଠାରୁ ବଡ଼ କରେ। ଯେ ମଣିଷ ନିଜର ସଫଳତା ପରେ ମଧ୍ୟ ସାଧାରଣ ରହିପାରେ ସେ ମଣିଷ ସତରେ ଶକ୍ତିଶାଳୀ। କାରଣ ନିଜକୁ ନିୟନ୍ତ୍ରଣ କରିବା ସବୁଠାରୁ ବଡ଼ ଶକ୍ତି। ମନେ ରଖ ଯେ ଏ ପୃଥିବୀରେ କେହି ସବୁକିଛି ନେଇ ଆସନ୍ତି ନାହିଁ, କେହି ସବୁକିଛି ନେଇଯିବେ ନାହିଁ। ଆମେ ସମସ୍ତେ କେବଳ କିଛି ଦିନର ଯାତ୍ରୀ। ତେବେ ଏତେ ଗର୍ବ କାହିଁକି? ଏତେ ଉଚ୍ଚ ସ୍ୱର କାହିଁକି? ଏତେ ଅନ୍ୟକୁ ଛୋଟ ଦେଖାଇବା କାହିଁକି? ଶେଷରେ ମାଟି ସମସ୍ତଙ୍କୁ ସମାନ କରିଦିଏ। ଦିନେ ନା ଦିନେ ତୁମେ ଦେଖିବ ସେତେବେଳେ ତୁମ ସଫଳତା ଠାରୁ ବେଶୀ ତୁମ ବ୍ୟବହାର ମନେ ପଡ଼ିବ। କେତେ ଲୋକଙ୍କୁ ହସାଇଲ, କେତେ ଲୋକଙ୍କୁ ସମ୍ମାନ ଦେଲ, କେତେ ଲୋକଙ୍କର ହୃଦୟ ଜିତିଲ। ଏହିସବୁ ତୁମର ସତ ସଫଳତା। ତେଣୁ ଆଜି ନିଜ ମନରେ ଥିବା ଅହଙ୍କାରକୁ ଶାନ୍ତ ଭାବେ ଦେଖ। ନିଜକୁ ପଚାର, ତୁ ମୋତେ କ'ଣ ଦେଲୁ? ଯଦି ଉତ୍ତରରେ ଶାନ୍ତି ନାହିଁ ତେବେ ତାକୁ ଛାଡ଼ିଦିଅ। କାରଣ ଜୀବନ ସବୁଠାରୁ ସୁନ୍ଦର ରୂପ ଅହଙ୍କାରରେ ନୁହେଁ ନମ୍ରତାରେ ଅଛି। ଯେଉଁ ମଣିଷ ମାଟି ସହିତ ଯୋଡ଼ି ରୁହେ ସେ କେବେ ଭାଙ୍ଗେ ନାହିଁ। ଯେଉଁ ମଣିଷ ନିଜକୁ ବହୁତ ଉପରେ ନେଇଯାଏ ସେ ଛୋଟ ଝଡ଼ରେ ମଧ୍ୟ ଡରିଯାଏ। ତେଣୁ ନିଜକୁ ଏମିତି ଗଢ଼ ଯେଉଁଠାରେ ଶକ୍ତି ଥାଉ କିନ୍ତୁ ଶବ୍ଦ ନଥାଉ, ସଫଳତା ଥାଉ କିନ୍ତୁ ଗର୍ବ ନଥାଉ, ଉଚ୍ଚତା ଥାଉ କିନ୍ତୁ ମାଟି ସହିତ ସମ୍ପର୍କ ରହୁ।